ବିଜୁ ଜନତା ଦଳରେ ଥିଲି ଏବଂ ଏମିତି ସମୟ ଆସିଲା ଆଇ ବିକେମ୍ ଏ ପର୍ସନ୍ ମ୍ୟାନେଜମେଣ୍ଟ କିଏ ମୋତେ ପଚାରିବାର ନାହିଁ। ବହୁତ ଭୋଟ ଜିତିଥିଲି ଆଜ୍ଞା 9 ମସିହାରେ ଆପଣ ଜାଣିଛନ୍ତି 44,000 ଭୋଟ 14 ମସିହାରେ ପୁଣି ବଢ଼ିକି 58,000 ଭୋଟ 19 ମସିହାରେ ମୋତେ ଘରୁ ଯିବାକୁ ପଡ଼ିଲା। ସେଇଠି ମୋତେ ଡାକିକିରି ସନ୍ତରଣ ଦେଲେ ତୁମକୁ ଘୋଡ଼ା ଦେବୁ ଗାଡ଼ି ଦେବୁ ପେହେକାଳି ବଜେଇ ଦେବୁ ବଜେଇଲେ ସେମିତି ବାରଆଡ଼େ ପଠେଇଲେ। 24 ମସିହାରେ କହିଲେ ଯେ କହିଥିଲେ 24 ମସିହାରେ ବିଚାର କରାଯିବ 24 ମସିହାରେ କହିଲେ ନାଇଁ ଆଜ୍ଞା ଆମର ନାହିଁ ଆପଣଙ୍କୁ କନସିଡର କରିବା ନାହିଁ। ମୋତେ ବାଧ୍ୟ ହୋଇ ମୁଁ ଦେଖିଲି ଯେ ଯେଉଁ ଦଳ ଆଗକୁ ବଢ଼ୁଛି ସେ ପୁଣି ନ୍ୟାସନାଲ ଦଳ ତ ମୋର ହିସାବରେ ମୁଁ ଠିକ୍ ଭାବିଲି ଏବଂ ଠିକ୍ ବି କଲି। ବର୍ତ୍ତମାନ ଠିକ୍ ପୋଜିସନରେ ଆସିଛି। ଯେଉଁ ହିସାବରେ ଚାଲିଛି ଦିନେ ଖାଲି ହେବା କିଛି ବିଚିତ୍ର କଥା ନୁହେଁ। ଆଜ୍ଞା ମୁଁ ଗୋଟେ କଥା କହୁଛି ମୋର ଏକ୍ସପିରିଏନ୍ସ ମୁଁ ଦଳ ପାଇଁ ବହୁତ କରିଥିଲି କିନ୍ତୁ ଏମିତି ମୋତେ ଚଟକଣି ମାରିଲେ ସିଧା ଯାଇକି ଆମର କିଛି କରିବା ନେଇ ଆଜ୍ଞା ଖାଲି ଆମେ ଯୋଉଦିନ କରିବୁ ଦେଖିବେ ଆପଣ ଗାଡ଼ି ରହିବୁ ଆଜ୍ଞା ଗଞ୍ଜାମଟା କ'ଣ ସଜାଡ଼ା ଆଜ୍ଞା ଖଲିପୁର ରାସ୍ତା ଦେଖେଇଦେଲା 30,000 ଲୋକଙ୍କୁ ଆମେ ବିଜେଡି କର୍ମୀ କି ବିଜେପି କଲୁ ଯାହାଫଳରେ କି ସେଇଟା ଚାରିଆଡ଼େ ବ୍ୟାପିଲା। ଆପଣ ହିସାବ କରନ୍ତୁ ଗୋଟେ ଦିନେ 14,000 ଆମେ କଲୁ ବିଜେଡି କର୍ମୀ କି ମିଶେଇଲୁ ବିଜେପିରେ ଆପଣଙ୍କୁ ଖବର ଥିବ ନିଶ୍ଚୟ। ଏବଂ ଡିଫରେଣ୍ଟ ଫେଜ୍ରେ 15 ଦିନ ଭିତରେ ଆମେ ଅନ୍ତତଃ ପକ୍ଷେ ଖଲିକୋଟରେ 30,000 କର୍ମୀ କି ବିଜେଡି କର୍ମୀ କି ଆମେ ବିଜେପି କଲୁ। ଆପଣ କହିଲେ ସେମାନେ କେମିତି ସେ ଲୋକ ମୋର ଥିଲେ ବିଜେପିରେ ଥିଲେ କିନ୍ତୁ ମୋର ଥିଲେ। ଦଳ ନିଶ୍ଚିତ ଭାବରେ ନିର୍ବାଚନ ପରାଜୟ ହେଲା ପରାଜୟର କାରଣ ଖୋଜିବା ଏବଂ ତଦନୁଯାୟୀ ସଂଶୋଧନ କରିବା ଏଟା ଜରୁରୀ। ଗୋଟିଏ ଦଳକୁ ଚଳଚଞ୍ଚଳ କରିବା ଲୋକାଭିମୁଖୀ କରିବାରେ ଏଟା ଏକାନ୍ତ ଅପରିହାର୍ଯ୍ୟ ଆବଶ୍ୟକତା। ତାପରେ ଦ୍ୱିତୀୟ କଥା ହେଉଛି ଇଏ ହେଉଛି ବିରୋଧୀ ଦଳ ପ୍ରଧାନ ବିରୋଧୀ ଦଳ। ତେଣୁ ବିରୋଧୀ ଦଳ ଯେତେ ଶକ୍ତିଶାଳୀ ହେବ ଗଣତନ୍ତ୍ର ସେତେ ସୁଦୃଢ଼ ହେବ ଏବଂ ସରକାରଙ୍କ ଉତ୍ତରଦାୟିତ୍ୱ ଦଳ ରହିଲେ ଅସନ୍ତୋଷ ରହିବ। ଏମିତି କୋଉ ଦଳ ଅଛି ଆପଣ ଚିହ୍ନଟ କରନ୍ତୁ ଯୋଉ ଦଳରେ ଜମା ଅସନ୍ତୋଷ ନାହିଁ ବା ଦ୍ୱିମତ ନାହିଁ। ବିଜେପି ଆଡକୁ ସେମାନେ ଢଳୁଛନ୍ତି ବିଜେପି ଆଡକୁ କିଏ ଢଳୁଛି ଆପଣ ମୁଁ ଜାଣିଛି ହଁ ଜଣେ ଯାଇଛନ୍ତି ସେଇଟା ବି ଦୁଃଖଦାୟକ ସେଇଟା ଦୁଃଖଦାୟକ ଘଟଣା। ଏବଂ ଇଏଟା ହଉଛି ସରକାରୀ ଦଳ ବା ବିଜେପି ଦଳର ଇଏ ହଉଛି କ'ଣ ତ କୋଚିଂ ଇଂରାଜୀରେ କୁହାଯାଉଛି ଓଡ଼ିଆ ରହୁଛି ଯେ ପରଘର ଭାଙ୍ଗିବା ଏ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ମୁଁ ଆପଣଙ୍କୁ ନାପସନ୍ଦ କରେ। ଦୁର୍ବଳ କାହିଁ ଆପଣଙ୍କ ଘର ହଉଛି ନେତାମାନେ କାହିଁକି ଶିକାର ଆପଣ କାହିଁ କରୁଛନ୍ତି? ନାଇଁ ଦୁର୍ବଳତାକୁ ଅସ୍ୱୀକାର କରିବା ମନା ନାହିଁ। ଆମ ସାଂଗଠନିକ ଦୁର୍ବଳତା ପାଇଁ ତ ଆମର ପରାଜୟ ହେଲା କିନ୍ତୁ ତାପରେ ଦୁର୍ବଳ ଅଛି ବୋଲିକି ଆମେ କିପରି କହିବା? ଆପଣ ସମୟକୁ ଅପେକ୍ଷା କରନ୍ତୁ।